ଆଜିର ଏହି ଅପରାହ୍ନ ଅନନ୍ତ ଭାବରେ ଅନନ୍ୟ। ତାର କାରଣ ହେଉଛି କରୁଣାମୟୀ ମାଙ୍କର ଆଜି ଶୁଭ ଜନ୍ମଦିନ। ଯୁଗ ଯୁଗ ଧରି ଯୋଉ ନାରାୟଣୀଙ୍କର ଆରାଧନା ମଣିଷ କରି ଆସିଛି, ଯୁଗ ଯୁଗ ଧରି ଯେଉଁ ମହାନ ଶକ୍ତିର ଆଶିଷ ପାଇବା ପାଇଁ, ତାଙ୍କ ସ୍ପର୍ଶ ପାଇବା ପାଇଁ ମଣିଷ ପାଖରେ ଏକ ଅଦମ୍ୟ ଇଚ୍ଛା ଓ ପିପାସା ରହିଛି, ଯାହାଙ୍କର କରୁଣାରେ ଆମ ଜୀବନର ଅନ୍ଧକାର ନିମିଷକରେ ଦୂରୀଭୂତ ହୁଏ, ଯାହାଙ୍କ କରୁଣାରେ ଆମ ସଂକଟ ଗୁଡ଼ିକ ସୁଯୋଗରେ ପରିଣତ ହେଇଯାଏ, ଯାହାଙ୍କ କରୁଣାରେ ଆମ ଦୁର୍ବଳତା ଗୁଡ଼ିକ ଅମୋଘ ସାମର୍ଥ୍ୟରେ ପରିଣତ ହୁଏ। ତାଙ୍କରି ଶୁଭ ଜନ୍ମଦିନ। ସମସ୍ତଙ୍କୁ ହୃଦୟରୁ ଅନେକ 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 ଶୁଭେଚ୍ଛା। ତ୍ୱଂ ବେଦବାଣୀ ନିଖିଳାଶ୍ଚ ବେଦା। ସେ ନିଜେ ବେଦବାଣୀ, ସେ ନିଜେ ହେଉଛନ୍ତି ନିଖିଳର ବେଦ। ତ୍ୱଂ ଶବ୍ଦ ଶକ୍ତିଶ୍ଚ, ସେ ନିଜେ ଶବ୍ଦ ଶକ୍ତି ତଥା ଅର୍ଥ ଶକ୍ତି, ସେ ଅର୍ଥ ମଧ୍ୟ ସେ ଶବ୍ଦ ଗୁଡ଼ିକର। ତ୍ୱଂ ବ୍ରହ୍ମ ବିଦ୍ୟାସି, ସେ ନିଜେ ବ୍ରହ୍ମ ବିଦ୍ୟା। ପରାବରେଣି ତ୍ୱଂ ବ୍ରହ୍ମ ଶକ୍ତି ଶରଣଂ ପ୍ରପଦ୍ୟେ, ସେ ନିଜେ ବ୍ରହ୍ମ ଶକ୍ତି। ମଣିଷର ଇତିହାସରେ, ମଣିଷର ପୁରାଣରେ କେତେ ଅବତାର ଆସିଛନ୍ତି, କେତେ ବିଭୂତି ଆସିଛନ୍ତି। এই ଯୁଗରେ ଯୋଉ ଆଧୁନିକ ମଣିଷ ମାନେ ବାସ କରୁଛନ୍ତି, ଯେଉଁମାନଙ୍କର ଜନ୍ମ ଏଇ ଶତାବ୍ଦୀ ଆଉ ପୂର୍ବ ଶତାବ୍ଦୀରେ, ସେମାନଙ୍କ ପାଇଁ ଏଇ କାହାଣୀ ଗୁଡ଼ିକ ଗୋଟେ ଅତୀତର କାହାଣୀ। ଗୋଟେ ଯୁଗ ଥିଲା ଭାରତ ବର୍ଷରେ, ପୃଥିବୀରେ ଜଣେ ଅବତାରଙ୍କ ସହିତ ମଣିଷ ମାନେ ଘନିଷ୍ଠ ହେଇଥିଲେ। ଆଉ ଯଦି ଶ୍ରୀରାମଙ୍କ ଅବତାରକୁ ନିଆଯିବ, ତାହେଲେ ସେଇଠି ସିଏ ସାଧାରଣ ମଣିଷ ମାନଙ୍କ ସହିତ ଯେତିକି ମିଶି ପାରିନଥିଲେ, ବେଶୀ ସମୟ ତାଙ୍କୁ ବିତିଥିଲା ରାଜନୈତିକ ସଂଗଠନ କରିବାରେ, ସାମରିକ ସଂଗଠନ ତିଆରି କରିବାରେ, କାରଣ ବିଶାଳ ଏକ ରାକ୍ଷସ ଶକ୍ତିକୁ ତାଙ୍କୁ ହରାଇବାର ଥିଲା। ତାଙ୍କର ସମଗ୍ର ଜୀବନଟି ଅତିମାତ୍ରାରେ ରାଜନୈତିକ ଓ ସାମରିକ ହୋଇ ଉଠିଥିଲା। କିନ୍ତୁ ମଣିଷର ଆଉ ଜଣେ ପ୍ରିୟ ଅବତାର ଥିଲେ, ଯାହାଙ୍କୁ ଆମେ ଦେବକୀ ସୁତ ଜାଣିଛୁ, ଯଶୋଦା ନନ୍ଦନ ବୋଲି କହୁଛୁ। ଗୋପାଳ ମାନଙ୍କ ସହିତ, ଗୋପୀ ମାନଙ୍କର ସହିତ ଯିଏ ଲୀଳା କରିଥିଲେ, ଯିଏ ସାଥୀ ବାଳକ ମାନଙ୍କ ସହିତ ଗାଈ ଚରାଉଥିଲେ, ତାଙ୍କ ସହିତ ଖେଳୁଥିଲେ, ଥଟ୍ଟା କୌତୁକ ହଉଥିଲେ, ସୁଖ ଦୁଃଖ ବାଣ୍ଟୁଥିଲେ, ନାଚୁଥିଲେ, ବଂଶୀ ବଜୁଥିଲେ। ଗୋପପୁରର ଗୋପୀ ମାନଙ୍କ ସରଲବଣୀ ଚୋରି କରି ଯେ ଖାଉଥିଲେ, ହାଣ୍ଡି କଳସୀ ଭାଙ୍ଗୁଥିଲେ, ଆପଦ ବିପଦରୁ ମଣିଷକୁ ରକ୍ଷା କରୁଥିଲେ, ରାସ ରଚନା କରୁଥିଲେ, ସେଇ କୃଷ୍ଣଙ୍କୁ ଆମେ ଅଳ୍ପ ବହୁତ ଜାଣିଛୁ। କିନ୍ତୁ ଆମରି ଏଇ ସମୟ ଖଣ୍ଡରେ, ଯୋଉ ଶତାବ୍ଦୀରେ
विगत शताब्दी रे आमे बास करथिलु सेही शताब्दी रे एही जगत रे जणे जणे नुहे दुई जण अवतार आसिकी आम गहन रे हमरी आखि सामना रे जीवन बितेले से हमकु अपनार कले हमकु पढ़ेले आम सहित आलाप कले आम सहित आलोचना कले एवं तांकर जो महान कार्यटी को सेही कार्यटी को मध्य संपन्न करि चलले आउ गोटे नुआ जगतटी निर्माण करिया पई नुआ चेतनाटी आनिया पई नुआ सत्यटी प्रतिष्ठा करिया पई नुआ जीवनटी आनिबार कामटी ए अवतार समय रे अवतारत्व समय रे मां निजे संभव करथिले एठी असुर शक्ति को हत्या करिवार आवश्यकता पड़ी नथिला स्थूल भाव रे एठी सूक्ष्म भाव रे आसुरिकताटी को रूपांतरित करिया को पड़िथिला ये गोटे नूतन धरणर काम नूतन श्रेणीर काम जोथि पई मां को संपर्क रे तांको अवतारत्व संपर्क रे तांकर कार्य संपर्क रे आज भी अनेक मनुष्य बुझी पारि नांती आमे जो मां को कथा आलोचना करूछु से तो दिव्य जननी से तो दिव्य भगवती शक्ति से तो दिव्य भगवती ज्योति से तो परा प्रकृति तो आम पाखकू मनीष शरीर रे काहे आसिले आम सहित बंचिले आमको संतान भाव ग्रहण कले आमर समस्त सामर्थ्य सामर्थ्य को आधार कले आमरी प्रस्तुति ओ प्रस्तुति को आधार करी से तांकर विराट कार्य को संभव कले आमे जदि प्रश्न पचारिबा से अवतार रूप रे से अवतारी से होचंती सेई परार्धर महादेवी से लोकातीत राज्यरु विश्वातीत राज्यरु आम निकट को कौन पई आसीथिले मानव शरीर ये जने पिला तांको पचारिला जे मां आपण तो ईश्वरी परमेश्वरी आपण काहे कि ये आमरी पिला मान संगे आसी खेलुछंदी आम पाठ पढौछंदी मां कहले मु जदि तुम परी हे आसी नथंती तेबे मो परी हेबाकू मु तुमको किपरि कहि परिथांती प्रकृत रे मां करे कथा किते चमत्कार माइक्रोफोन जदि कार बंद थिबो खुला थिबो बंद कर देबे एही चमत्कार कथाटी एही हृदयस्पर्शी कथाटी सेही मां कहि पारंती जो मां संतानर अंतरटी को बुझंती एही मां होचंती आम देहर देह एही मां होचंती आम प्राणर प्राण एही मां होचंती आम मनर मन और से आम आत्मा अंतरात्मा श्री अरविंद मां को जानी छंती बोली
ଯେତେବେଳେ ଅଧିମାନସର ଚେତନା ମଧ୍ୟକୁ ସେ ଗଲେ, ଶ୍ରୀକୃଷ୍ଣ ଚେତନା ତାଙ୍କ ଭିତରେ ବାସ କଲା, ଦେବତାର ଚେତନା, ସେତେବେଳେ ସେ ମାଙ୍କୁ ଚିହ୍ନିଲେ। 1926 ପରେ 26 ବେଳକୁ ତ ସେ ମାଙ୍କୁ ବି ସାଧାରଣ ଜଣେ ସାଧିକା ହୁଏତ ମନେ କରିଥିବେ, କାରଣ ସେଇ ଚେତନାକୁ ଗଲେ ଯୋଉ ପୂର୍ଣ୍ଣ ରୂପଟି ମାଙ୍କର ଆସିବ, ପୂର୍ଣ୍ଣ ସ୍ୱରୂପଟି ପ୍ରକାଶିତ ହବ, ସେଇ ପ୍ରକାଶ ଭିତରୁ ସେ ମା ବହି ଲେଖିଲେ 1928 ମା ବହି କାହିଁକି 1928 ଲେଖାଗଲା, କାହିଁକି 1924 ନୁହେଁ ବା 1920 ନୁହେଁ, ସେ କଥାର ଉତ୍ତର ଏଇଆ ଯେ 1920 ସ୍ଥାୟୀ ଭାବରେ ଆସି ମା ପଣ୍ଡିଚେରୀ ରହିଲେ। 1926 ଅଧିମାନସର ସିଦ୍ଧି ହେଲା ଏବଂ ସେଇ ସିଦ୍ଧି ବଳରେ ପ୍ରଭୁ ମାଙ୍କୁ ଚିହ୍ନିଲେ, ଯୋଉ ମାଙ୍କୁ ସେ ଖୋଜୁଥିଲେ, ଯୋଉ ମାଙ୍କ ପାଇଁ ଏତେ ଅଭିପ୍ସା କରିଥିଲେ, ଯୋଉ ମାଙ୍କ ପାଇଁ ଏତେ ସାଧନା କରିଥିଲେ। ପ୍ରଭୁ ଲେଖିଲେ, ଦି ଲୁମିନସ୍ ହାର୍ଟ ଅଫ୍ ଦି ଅନନୋନ୍ ଇଜ୍ ସି। ଅଜ୍ଞାତର ହୃଦ ଜ୍ୟୋତିର୍ମୟ ସେ, ଆମରି ପାଇଁ ଏଇ ଅଜ୍ଞାନ ଅନ୍ଧକାର ମଧ୍ୟକୁ ଓହ୍ଲେଇ ଆସିଛନ୍ତି, ଆମରି ପାଇଁ ବେଦନାର ବସନ ପିନ୍ଧି ଆମ ପାଖକୁ ଆସିଛନ୍ତି। ଆମକୁ ଏଇ ଅବତାରତ୍ୱରେ ତାଙ୍କର କଣ କାମ? ତାଙ୍କ କାମ ହଉଛି ଆମକୁ ଜ୍ଞାନ ଆଡକୁ ନେଇଯିବା, ଜ୍ୟୋତି ଆଡକୁ ନେଇଯିବା ପାଇଁ, ଆମକୁ ଆନନ୍ଦର ଆଳୟ ଆଡକୁ ନେଇଯିବା ପାଇଁ, ଆମକୁ ଭଗବାନଙ୍କ ପାଖକୁ ନେଇଯିବା ପାଇଁ। ଅନେକ କଷ୍ଟ କ୍ଲେଶ ସେ ସହିଛନ୍ତି, ଅଶେଷ ଯାତନା ସହି ଅତିମାନସ ଶକ୍ତିକୁ ଧରାପୃଷ୍ଠକୁ ଉତାରି ଆଣିଛନ୍ତି ଆମ ଜୀବନରେ ଦିବ୍ୟତା ଭରିଦେବା ପାଇଁ, ଏଇ ମୃତ୍ୟୁପୁରୀକୁ ଅମୃତମୟ କରିବା ପାଇଁ। ଏଇ ମାନବ ରୂପରେ ଅଛନ୍ତି, ମଣିଷର ଆୟତନ ଭିତରେ, କିନ୍ତୁ ଅସୀମ ଶକ୍ତି ସମ୍ପନ୍ନ ହେଇକି ରହିଛନ୍ତି। ଏତେ ବିଶାଳ ଶକ୍ତି ଧାରଣ କରି ନିର୍ମ ଜଗତକୁ ଅଦ୍ୟାବଧି କୌଣସି ଅବତାର ଆସିନଥିଲେ। ଯେତେବେଳେ ଦୁର୍ଗା ଆସିଥିଲେ, ସେତେବେଳେ ତାଙ୍କୁ ସମସ୍ତ ଦେବତା ମାନେ ଅସ୍ତ୍ର ଶସ୍ତ୍ର ଶକ୍ତି ଗୁଡିକ ପ୍ରଦାନ କରିଥିଲେ, ପୁଣି ସେଥିରେ ଛଳ କପଟ କରି ଅସୁର ମାନଙ୍କୁ ହତ୍ୟା କରିବାକୁ ପଡିଥିଲା। କିନ୍ତୁ ଏଇଠି ମା ଯୋଉ କାମଟି କରିବାକୁ ଆସିଛନ୍ତି, ଯୋଉ ଶୁଦ୍ଧ କାର୍ଯ୍ୟଟି, ଏଇ ମୃତ୍ୟୁପୁରୀକୁ ଅମୃତମୟ କରିବା ପାଇଁ, ଆମକୁ ଅତିମାନସର ଶକ୍ତି ଦେବା ପାଇଁ, ଆମକୁ ଜ୍ଞାନ ଆନନ୍ଦର ଆଳୟ ଆଡକୁ ନେଇଯିବା ପାଇଁ, ପ୍ରଭୁ କହୁଛନ୍ତି, ଦି ମାଇଟ୍ ଅଫ୍ ଅଲ୍ that never yet came down। ଏତେ ଶକ୍ତି କେବେ ଏଇ ଜଗତକୁ ଅବତରଣ କରିନଥିଲା। ସେ ମହତି କ୍ଷମତା, ଅଜ୍ଞାନତା, ଭୟ, ମିଥ୍ୟାର ଏଇ ଅତି ସୁଦୃଢ ପାଚେରୀକୁ ଭାଙ୍ଗିବା ପାଇଁ ମାଙ୍କର ଏଇ ଆବିର୍ଭାବ। ସାବିତ୍ରୀ ଯେଭଳି ପ୍ରଭୁ ଲେଖିଲେ, ଦି ସନ୍ ଫ୍ରମ୍ ହ୍ୱିଚ୍ ୱି କିଣ୍ଡଲ୍ ଅଲ୍ ଆୱାର ସନ୍ସ। ସେ ହେଉଛନ୍ତି ସେଇ ଅତିମାନସର ସୂର୍ଯ୍ୟ, ଯାହାଙ୍କ ଠାରୁ ବାକି ସୂର୍ଯ୍ୟ ମାନଙ୍କୁ ପ୍ରଦୀପ୍ତ କରାଯାଇଛି। ଏଇ ତମିଶ୍ରାପୂର୍ଣ୍ଣ এই গভীর ଅନ୍ଧକାର ଭିତରେ ଜ୍ୟୋତିଟିଏ ଜାଳିବା ପାଇଁ, ବହ୍ନିଟିଏ ଜାଳିବା ପାଇଁ ମା ଆସିଛନ୍ତି। ସକଳ ଦୁଃଖ ଶୋକ ଯନ୍ତ୍ରଣାରୁ ମୁକ୍ତି ଦେଇ ଜୀବନରେ ଆମ ପାଇଁ ଆନନ୍ଦ ଓ ପୂର୍ଣ୍ଣତା ଭରିଦେବା ପାଇଁ ମା ଆସିଛନ୍ତି ଏକ ସ୍ୱର୍ଗୀୟ ଚୁମ୍ବକ ଭାବରେ।
ସାବିତ୍ରୀରେ ପ୍ରଭୁ ଲେଖୁଛନ୍ତି the magnet of our difficult ascent। ଆମ ଆରୋହଣ ସତରେ କଷ୍ଟକର। ଏତେ କଷ୍ଟକର ଉତ୍ତରଣରେ ସେ ହେଉଛନ୍ତି ଚୁମ୍ବକ ଆମ ଖ୍ରୀଷ୍ଟ ଆରୋହଣର। ମା ହେଉଛନ୍ତି ଦିବ୍ୟ ଜନନୀ। ପାର୍ଥିବ ଚେତନାରେ ଜଡ଼ ଭୂମି ପର୍ଯ୍ୟନ୍ତ ଅତି ମାନସର ଅଭିବ୍ୟକ୍ତିକୁ ପ୍ରସ୍ତୁତ କରିବା ପାଇଁ ମା ଏ ଜଗତକୁ ଆସିଛନ୍ତି। ତାଙ୍କ ଅବତାରତ୍ୱ ଏଇଥିପାଇଁ ମଣିଷ ଭାଗବତ ଚେତନାକୁ ଗ୍ରହଣ କରୁ, ଭାଗବତ ଆଲୋକକୁ ଗ୍ରହଣ କରୁ, ଭାଗବତ ଆନନ୍ଦକୁ ଜାଣୁ, ଭାଗବତ ସୌନ୍ଦର୍ଯ୍ୟରେ ଉଦ୍ବୁଦ୍ଧ ହେଉ, ଭାଗବତ ସଂଗତିକୁ ଧାରଣ କରୁ। ଏହି ଅବତାର କାଳରେ ମାଙ୍କ ପାଖରେ ସକଳ ପ୍ରେମ, ସକଳ ପ୍ରଜ୍ଞା, ସକଳ ସାମର୍ଥ୍ୟର ଧାରା ପ୍ରବାହିତ ହେଉଥିଲା। ଏବଂ ସେଇ ଧାରାଟିକୁ ସେ ମଣିଷର ମନ ପ୍ରାଣ ଶରୀର ସବୁଠି ସେଇ ଦିବ୍ୟ ଐଶ୍ୱର୍ଯ୍ୟର ଟିକୁ ଢାଳି ଦେବାକୁ ଚାହୁଁଥିଲେ। ଊର୍ଦ୍ଧ୍ୱ ଲୋକର ଯୋଉ ଶକ୍ତି ମାନେ ପୃଥିବୀର ବାତାବରଣରେ ଅବତରଣ କରିପାରୁନଥିଲେ, ମା ଊର୍ଦ୍ଧ୍ୱ ଲୋକର ଦିବ୍ୟ ଶକ୍ତି ମାନଙ୍କୁ ଏହି ପୃଥିବୀର ବାତାବରଣରେ ଅବତରଣ କରାଇ ତାଙ୍କୁ କ୍ରିୟାଶୀଳ କରିଥିଲେ। ମା ଜାଣିଥିଲେ ଏ ପୃଥିବୀରେ ଅଜ୍ଞାନତା ରହିଛି, ମା ଜାଣିଥିଲେ ଏ ପୃଥିବୀରେ ଅପୂର୍ଣ୍ଣତା ରହିଛି, ମା ଜାଣିଥିଲେ ମଣିଷ ଅସାମର୍ଥ୍ୟ ମଧ୍ୟରେ ଜୀବନ ବଞ୍ଚୁଛି, ନିୟତିର ବିଧାନ ଗୁଡ଼ିକୁ ମାନି ଚାଲିଛି, ମୃତ୍ୟୁର କଷଣକୁ ସହି ଚାଲିଛି। ସେ ସବୁ ସତ୍ତ୍ୱେ ସେ ଚାହିଁଥିଲେ ମଣିଷକୁ ଏକ ଉତ୍ତରଣ ଦେବା ପାଇଁ, ଯୋଉ ଉତ୍ତରଣ ବଳରେ ମଣିଷ ମହାଚେତନା ମହାଶକ୍ତିକୁ ନିଜ ଅନ୍ତର ଚେତନାରେ ଧାରଣ କରିପାରିବ, ଅନ୍ତରରେ ପ୍ରତିଷ୍ଠା କରିପାରିବ। ସେଇ ଦିବ୍ୟ ଚେତନା ସହିତ ଏକାତ୍ମ ହୋଇ ବାହ୍ୟ ଜୀବନରେ ସେ ଜିନିଷକୁ ପ୍ରକାଶ ମଧ୍ୟକୁ ଆଣିପାରିବ। ଏ ଥିଲା ମାଙ୍କ ଅବତାରତ୍ୱର ମୂଳ କଥା। ସାବିତ୍ରୀ ପୃଷ୍ଠରେ ପ୍ରଭୁ ଲେଖୁଛନ୍ତି ସୁନ୍ଦର ଶବ୍ଦରେ, ଆମ ସମସ୍ତଙ୍କର ଗୋଟେ ଭାଗ୍ୟ ଅଛି। ସେ ଭାଗ୍ୟ ବଡ଼ ହୃଦୟ ବିଦାରକ। ସେ ଭାଗ୍ୟ ବଡ଼ ଭୀଷଣ। ସେ ଭାଗ୍ୟ ବଡ଼ ସାଂଘାତିକ। ତାଙ୍କ ଭାଷାରେ ଏଇଟା ଗୋଟେ ଜଟିଳ ଅରାଜକତା। ଏ ଭାଗ୍ୟଟି ଭାଗ୍ୟର ଜଟିଳ ଅରାଜକତା ଭିତରେ ମଣିଷ ବଞ୍ଚି ଆସିଛି ହଜାର ହଜାର ବର୍ଷ ଧରି, ବିନା ପ୍ରତିବାଦରେ କାନ୍ଦିଛି, ବହୁତ କଷ୍ଟ ପାଇଛି, ବେଦନାୟିତ ହେଇଛି, କିନ୍ତୁ କିଛି ଉପାୟ ତ ନାହିଁ ଏ ଭାଗ୍ୟର ହାତରୁ ନିକୁଳି ଯିବା। ପ୍ରଭୁ କହିଛନ୍ତି ଏଟା ହଉଛି tangled anarchy called fate।
even though the tangled anarchy called fate भाग्य नामधारी এই জটিল অরাজকতা ভিতরে ଆଉ କଣ ରହିଛି ମଣିଷ ପାଖରେ? ମଣିଷ ତା ଦୁର୍ଭାଗ୍ୟକୁ ଗଣେ ନାହିଁ, ତା ଟଙ୍କା ପଇସାକୁ ଗଣେ। although the bitterness of death and fall, ଆଉ ରହିଛି ଆମ ପାଖରେ death and fall, ମୃତ୍ୟୁ ଆଉ ପତନ। ଆଉ ଏ ମୃତ୍ୟୁ ପତନଟା କଣ ମିଠା ଲାଗେ କି? এই ମୃତ୍ୟୁ ଆଉ ପତନ ବହୁତ ତିକ୍ତ, ବହୁ ବିସ୍ୱାଦରେ ଭରା, ବହୁ ଯନ୍ତ୍ରଣାରେ ଭରା। ଯେତେବେଳେ ଏଇଭଳି ଗୋଟେ ଦୁଃସହ ଭାଗ୍ୟ ରହିଛି, ଯେତେବେଳେ ମୃତ୍ୟୁର ଓ ପତନର ତିକ୍ତତା ରହିଛି, ସେତେବେଳେ ମା ଆସିକି ହାତ ବଢେଇଛନ୍ତି। ଏଭଳି ଅସହାୟ ମଣିଷକୁ ସାହାଯ୍ୟ କରିବା ପାଇଁ ଅବତାର ଆସିଥିଲେ। କିଏ ଅସୁର ମାନଙ୍କୁ ମାରି ଚାଲିଗଲେ, କିଏ ଅହଲ୍ୟାକୁ ସାପ ମୁକ୍ତ କରିଦେଲେ, କିଏ କୁବ୍ଜାକୁ ସୁନ୍ଦରୀ କରି ଚାଲିଗଲେ। ଆଉ ମଣିଷ ସବୁ ମଣିଷ ଯୋଉ ଦୁଃଖଟିକୁ ବହନ କରୁଛି, ଯୋଉ ଦୁର୍ଭାଗ୍ୟକୁ ବହନ କରିଛି, ଯୋଉ ମୃତ୍ୟୁକୁ ବହନ କରିଛି, ଯୋଉ ପତନକୁ ବହନ କରିଛି, ଯୋଉ ଅଜ୍ଞାନତାକୁ ବହନ କରିଛି, ତାକୁ କିଏ ମୁକ୍ତ କରିବ? ଜଣେ ହାତ ବଢାଇଲେ। An outstretched hand is felt upon our lives. ଆମରି ଜୀବନ ଉପରେ ଗୋଟେ ପ୍ରସାରିତ ବରଦ ହସ୍ତକୁ ଆମେ ଦେଖୁଛୁ। It is near us. ଏ ଆମରି ପାଖରେ ଅଛି। କିପରି ଅଛି? ନା in unnumbered bodies and parts, ଅସଂଖ୍ୟ ତନୁ ଓ ଜନ୍ମର ଭିତରେ। ଏବଂ ସେଇ ମା ଆମକୁ ଜାବୁଡିକି ଧରିଛନ୍ତି। ସେଇ ମା ଆମକୁ ଜାବୁଡିକି ଧରିଛନ୍ତି। ଅନସ୍ଲାକେନିଂ ଗ୍ରାସ୍ପ, ଟିକେ ଢିଲା ବି ଦଉନାହାନ୍ତି, ଟିକେ ବି ସ୍ଲାକ୍ ନାହିଁ। ଦୃଢ ଭାବରେ ଜାବୁଡି ଧରିଛନ୍ତି। ଅନସ୍ଲାକେନିଂ। କଣ ପାଇଁ? ଗୋଟେ ମା କଣ କରେ? ତାର ସନ୍ତାନ ମାନଙ୍କୁ ସୁରକ୍ଷା ଦିଏ। ସେ ଯେ ଆମକୁ ଜାବୁଡି ଧରିଛନ୍ତି, ତାର ଏକମାତ୍ର ଉଦ୍ଦେଶ୍ୟ it keeps for us safe। ଆମକୁ ସେ ନିରାପଦ ରଖୁଛନ୍ତି।
ଆଉ the one inevitable supreme result, ଅନିବାର୍ଯ୍ୟ ପରମ ପରିଣତି। এই ଅନିବାର୍ଯ୍ୟ ପରମ ପରିଣତି ଯାହା ମା ନେଇକି ଆସିଛନ୍ତି ଏଇ ଅବତାରତ୍ୱରେ, ତାକୁ କେହି ଛଡେଇ ନେଇ ପାରିବେନି। କୌଣସି ଇଚ୍ଛା ଶକ୍ତି ତାକୁ ବଦଳାଇ ଦେଇ ପାରିବ ନାହିଁ, କୌଣସି ଅପବିଧି ତାକୁ ପରିବର୍ତ୍ତନ କରିପାରିବନି। କଣ କହୁଛନ୍ତି ପ୍ରଭୁ? ଏଇ ଯୋଉ ଇନଏଭିଟେବଲ ସୁପ୍ରିମ ରେଜଲ୍ଟ, नो विल कैन टेक अवे, କୌଣସି ସଂକଳ୍ପ ତାକୁ ଛଡେଇ ନେଇ ପାରିବନି। नो डूम चेंज, କୌଣସି ଦୁର୍ଭାଗ୍ୟ ତାକୁ ପରିବର୍ତ୍ତିତ କରିଦେଇ ପାରିବନି। ତାହେଲେ ଆମକୁ ଗୋଟେ ବିଜୟ ମୁକୁଟ ମିଳିବାର ଅଛି। এই ବିଜୟ ମୁକୁଟଟି ପିନ୍ଧେଇ ଦେବାକୁ ମା ଆସିଛନ୍ତି। এই ମରଣଶୀଳ ଅସହାୟ ଦରିଦ୍ର ଅଜ୍ଞାନ ଧୂଳିରେ ଭୁଲୁଣ୍ଠିତ ମଣିଷକୁ ଆମକୁ ମୁକୁଟ ପିନ୍ଧି ଅଭିଷିକ୍ତ କରିବା ପାଇଁ, ରାଜା କରିବା ପାଇଁ, ରାଣୀ କରିଦେବା ପାଇଁ ସେ ଆମକୁ ଜାବୁଡି ଧରିଛନ୍ତି। ଆଉ ଏଇଥିପାଇଁ ମା ରୂପରେ ଆସିଛନ୍ତି। ମା ନହେଲେ ସୁରକ୍ଷା ଦେଇପାରିବେ, ମା ନହେଲେ ଆଶା କରିପାରିବେ। ଆପଣ ଯେତେବେଳେ କଅଁଳା ଛୁଆଟେ ସେଜରେ ଶୋଇଥିଲେ, ଆପଣଙ୍କ ଭିତରେ ସାମର୍ଥ୍ୟର ସମ୍ଭାବନାକୁ କିଏ ଦେଖିଥିଲେ? ଗୋଟେ ମା ମନ ହିଁ ଦେଖିପାରେ। এইটা ହିଁ ମାତୃତ୍ୱର ଗୌରବ। এই ଧୂଳି ଧୂସରିତ ଅପଭାଗ୍ୟରେ ବିଜଡ଼ିତ, ମୃତ୍ୟୁ ବେଦନାରେ ଆର୍ତ୍ତ ହୋଇ ପଡିଥିବା ମଣିଷ ଯେ ଦେବତାର ମୁକୁଟ ପିନ୍ଧିବ, ଏକଥା କାହାକୁ ଜଣାଅଛି? ସେଇ ଅବତାରଙ୍କୁ। ସେଥିପାଇଁ ସେ ତାକୁ ଅନିବାର୍ଯ୍ୟ ପରିଣତି ବୋଲି କହିଲେ, ସୁପ୍ରିମ ରେଜଲ୍ଟ। କଣ ହବ ସେଠି? ଦି କ୍ରାଉନ୍ ଅଫ କନସିୟସ୍ ଇମର୍ଟାଲିଟି, ସଚେତନ ଦିବ୍ୟ ଅମୃତତ୍ୱର ବିଜୟ ମୁକୁଟ। କିଏ ପିନ୍ଧିବ? ନା ଏଇ ଯୋଉ ସଂଘର୍ଷରତ ମଣିଷ ମାନେ। ଦି ଗଡ୍ ହେଡ୍ ପ୍ରମିଜ୍ଡ ଟୁ ଆୱାର ଷ୍ଟ୍ରଗଲିଂ ସୋଲ୍ସ। ଦେବତ୍ୱ ଏଠି ଅଭୟ ହସ୍ତର କଥା, এটা ପ୍ରତିଶ୍ରୁତିବଦ୍ଧ। ମଣିଷ ଦେବତ୍ୱ ପାଇବ, ଆଉ ଯୋଉଦିନ ଦେବତ୍ୱ ପାଇବ ମୃତ୍ୟୁ ରହିବ ନାହିଁ, ଦୁର୍ଭାଗ୍ୟ ରହିବ ନାହିଁ, ଆନନ୍ଦ ହିଁ ରହିବ, ଚିରତାରୁଣ୍ୟ ହିଁ ରହିବ। ସ୍ୱର୍ଗୋପମ ସୁଖ, ଯୋଉଠି ଅଭାବ ନାହିଁ, ଅସୁବିଧା ନାହିଁ, ଦୁର୍ଘଟଣା ନାହିଁ, ଯନ୍ତ୍ରଣା ନାହିଁ, କଳହ ନାହିଁ, ବିବାଦ ନାହିଁ, ଏକାତ୍ମତା ରହିଛି। ଏଇ ମା ଯୋଉ ହାତଟିକୁ ବଢେଇଛନ୍ତି, ସେ ହାତଟି ରୂପାନ୍ତରକାରିଣୀ। ସେଇ ହାତଟି ଦିବ୍ୟ ପ୍ରେମମୟ ଅଭୟ ହସ୍ତ। 1917 ମସିହା ଅପ୍ରେଲ 28 ତାରିଖର ଧ୍ୟାନ ପ୍ରାର୍ଥନାରେ ମା ଲେଖିଲେ, ଏକ ପରମ ଉଲ୍ଲାସର ଭଙ୍ଗୀରେ ତାଙ୍କ ବାହୁ ଯୁଗଳ ପ୍ରସାରିତ। ଏକ ପରମ ଉଲ୍ଲାସର ଭଙ୍ଗୀରେ ତାଙ୍କ ବାହୁ ଯୁଗଳ ପ୍ରସାରିତ। ଶାଶ୍ୱତୀ ଜନନୀ ତାଙ୍କ ଶୁଦ୍ଧତମ ପ୍ରେମର ଅବିରାମ ଶିଶିର ଧାରା ପୃଥିବୀ ଉପରେ ବର୍ଷଣ କରୁଛନ୍ତି।
ସେ ଅମୃତ ଧାରା ବର୍ଷଣ ହଉଛି, ଆମେ ଖୋଜୁଛୁ କାହିଁ ଅମୃତ? କାହିଁ ନିଦରେ ଶୋଇ ପଡିଥିବା ପିଲାମାନେ ନିଦରୁ ଉଠି କଣ ଗୋଟେ ଖୋଜିବା ପରି। ମାଧବ ପଣ୍ଡିତ ମାଙ୍କର ସେକ୍ରେଟାରୀ ଥିଲେ। ସେ ଲେଖିଛନ୍ତି ଗୋଟେ ଆଲେଖ୍ୟ, ଓଡ଼ିଆରେ ଅନୁବାଦ ହେଇଛି, ଆପଣଙ୍କ ଆଗରେ ରଖୁଛି। ସେ କହୁଛନ୍ତି ଅନେକ ସମୟରେ ଏମିତି ଘଟୁଥିଲା, ଅନେକ ସମୟ ଏମିତି ଘଟୁଥିଲା, ଆଜି ବି ଘଟୁଛି। କଣ ଘଟୁଛି? ଆପଣ ବିପଦରେ ପଡିଛନ୍ତି, ସଂକଟରେ ଅଛନ୍ତି, ମାଙ୍କର ଗୋଟେ ରୂପ ଆସି ଆପଣଙ୍କୁ ସହାୟତା କରୁଛି। ବହୁ ପ୍ରତ୍ୟକ୍ଷ ଅନୁଭବ, ବହୁ ପ୍ରତ୍ୟକ୍ଷ ବିବରଣୀ ଆପଣ ପାଇଯିବେ। ଆପଣଙ୍କ ଜୀବନ ହିଁ ତାର ଉଦାହରଣ, ଆମ ସମସ୍ତଙ୍କ ଜୀବନ ହିଁ ତାର ପ୍ରମାଣ ଯେ ଆମର ଗୋଟିଏ ଛୋଟ ବା ବଡ ଅସୁବିଧା ସମୟରେ, ବିପଦ ସଂକଟ ସମୟରେ ମାଙ୍କର କିପରି ରୂପଟି ଆସି ସାହାଯ୍ୟ କରିଛି। ମା ଅନେକ ସମୟରେ ତାଙ୍କର ବାହ୍ୟ ଚେତନାରେ ଥିଲେ ସେ ଆମକୁ ସାହାଯ୍ୟ କରୁଛନ୍ତି ବୋଲି ଜାଣିପାରିନଥାନ୍ତି। ଇଏ ବଡ ଆଶ୍ଚର୍ଯ୍ୟ କଥା। ମା ନିଜେ ସାହାଯ୍ୟ କରିଛନ୍ତି କିନ୍ତୁ ମା ଜାଣିନାହାନ୍ତି। ଯେତେବେଳେ ଏ ବିଷୟରେ ପ୍ରଶ୍ନ ପଚରାଗଲା, ମା ଏମିତି କେମିତି ହଉଛି, ଆପଣ ସାହାଯ୍ୟ କରୁଛନ୍ତି କିନ୍ତୁ ଆପଣ ଜାଣିନାହାନ୍ତି। ସେଇ ସମାନ କଥାଟି ତ ନଳ ଆଉ ଶ୍ରୀରାମଚନ୍ଦ୍ରଙ୍କ ଭିତରେ ହେଇଥିଲା। ନଳ ପଥର ମାନଙ୍କୁ ଛୁଇଁ ଦେଲେ ପଥର ଭାସୁଥିଲା। ଶ୍ରୀରାମଚନ୍ଦ୍ର ପଚାରିଲେ, କେମିତି ରେ ବାବା, କେମିତି ତମେ ପଥର ଗୁଡା ଭାସୁଛି? ନଳ କହିଲେ, ପ୍ରଭୁ ମୁଁ ତ ଖାଲି ଆପଣଙ୍କ ନାମ ନଉଛି। ପ୍ରଭୁ କହିଲେ, ମୋ ନାଁ ନେଉଛୁ ତୁ ପଥର ଗୁଡା ଭାସୁଛି, ଆଉ ମୁଁ ନିଜେ ପଥର ଭସେଇଲେ ବୁଡି ଯାଉଛି? ସେମିତି ହେଇପାରେ। ଏ ପ୍ରଶ୍ନ ଯେତେବେଳେ ମାଙ୍କୁ ପଚରାଲେ, ମା ନିରୁତ୍ତର ରହିଲେ। ପ୍ରଭୁଙ୍କୁ ପଚରାଗଲା। ପ୍ରଭୁ କହିଲେ, ଯେତେବେଳେ କୌଣସି ବ୍ୟକ୍ତି ଆଉ ମାଙ୍କ ଭିତରେ ଚେତନାର ସମ୍ପର୍କ ସ୍ଥାପିତ ହୁଏ, କୌଣସି ବ୍ୟକ୍ତି ଓ ମାଙ୍କ ଭିତରେ ଚେତନାର ସମ୍ପର୍କ ସ୍ଥାପିତ ହୁଏ, ସେତେବେଳେ ମାଙ୍କ ଭିତରୁ ତାଙ୍କ ଶକ୍ତିର ଗୋଟେ ଇମାନେସନ ସେଇ ବ୍ୟକ୍ତି ଭିତରକୁ ଚାଲିଯାଏ। ଏଇ ଇମାନେସନ ର କଥାଟିକୁ ଆମେ ଏଇଠି ଯୋଉ ପଢିଲେ, ଯୋଉ ହାତଟି ପ୍ରଲମ୍ବିତ ହେଇଯାଇଛି, ଆଉଟଷ୍ଟ୍ରେଚ ହେଇକି ରହିଛି, ସେଇ ହାତଟିର କଥା ନା। ଆଉ ତା ଭିତରେ ସେ ରହିଯାଏ। ସେଟା ସେଇ ସ୍ୱରୂପ ଛଟା, ଯୋଉଟା ଇମାନେସନଟା ମାଙ୍କର ରୂପ ନିଏ, ପ୍ରୟୋଜନ ବେଳେ ଆବଶ୍ୟକ ସହାୟତା ଦିଏ। ମା ମଧ୍ୟ ତାଙ୍କର ଏଇ ଇମାନେସନ, ଯୋଉ ସ୍ୱରୂପ ଛଟା, ଭାରି ଅଟୋମେଟିକ, ସ୍ୱୟଂକ୍ରିୟ ଭାବରେ କିଭଳି କେନ୍ଦ୍ରୀୟ ଦିବ୍ୟ ଚେତନାକୁ ସମସ୍ତ ପରିସ୍ଥିତିକୁ ଜଣେଇ ଦିଏ। ଆଉ ଯେତେବେଳେ ଯାହା ଦରକାର ପଡେ, ମାଙ୍କ ଶକ୍ତି ସେଇ ଅନୁସାରେ ବ୍ୟକ୍ତିକୁ ସାହାଯ୍ୟ କରେ। ଥରେ ଜଣେ ମାଙ୍କର ପିଲା ଜଣେ ମାଙ୍କୁ ଲେଖିଲେ,
ମା ମୁଁ ବହୁତ ଅସୁବିଧାରେ ପଡିଛି, ବଡ ଅସହାୟ ପଡିଛି ଏବଂ ସେଥିରୁ ମୁକୁଳିବାର କିଛି ବାଟ ନାହିଁ। ମାଙ୍କୁ ଲେଖି ଜଣେଇଥିଲେ। ମା ଚିଠିଟି ପଢିଲେ, ତାପରେ ସେ ଚିଠିର ଉତ୍ତରରେ ଲେଖିଲେ, ତୋ ଚିଠି ପହଞ୍ଚିବା ପୂର୍ବରୁ ତୋର ସତ୍ତା ଆସିକି ମତେ ଏ ବିଷୟରେ ଆଗରୁ କହିସାରିଛି। ଏଇଟା ଗୋଟେ ଚେତନାଗତ ସମ୍ପର୍କ। ଆପଣଙ୍କ ସୁଦୂରରେ କିଏ ପୁଅ ରହୁଥିବ, ଝିଅ ରହୁଥିବ, ତାର ମନ ଭଲ ନାହିଁ, ସେ ଅସୁବିଧାରେ ଅଛି, ଏଟା ଆପଣ ଜାଣିପାରୁଛନ୍ତି। କେମିତି? ସେଇ ଚେତନାଗତ ସମ୍ପର୍କ। ତାର ସତ୍ତା ଇମାନେଟେଡ ହେଇକି ଆସିକି ଆପଣଙ୍କୁ କହୁଛି ସେ କଥା, ଆଇ ଏମ୍ ନଟ୍ ୱେଲ୍। ଚିଠି ଆସି ସାରି ପହଞ୍ଚିବା ବେଳକୁ ଯେହେତୁ ସେ ଲୋକର ସତ୍ତା ଚେତନାଗତ ଦୃଷ୍ଟିରୁ ମାଙ୍କୁ କହିସାରିଥିଲା, ମା ସେତେବେଳକୁ ଯାହା କିଛି ସାହାଯ୍ୟ କରାଯାଇପାରିବ, ଯାହା ପଦକ୍ଷେପ ନିଆଯାଇପାରିବ, ସେ ପଦକ୍ଷେପ ସବୁ ନେଇ ସାରିଥିଲେ। ମା ତାଙ୍କର ଯୋଉ ଦିବ୍ୟ ଚେତନାର ଗୋଟେ ଅଂଶ ଆମ ପ୍ରତି ବଡ ଉତ୍କର୍ଣ୍ଣ ହେଇକି ରହିଛି। ଆମ ପ୍ରାର୍ଥନା ଶୁଣିବାକୁ ସେ ତାଙ୍କର ସେ ବିଭାବଟିକୁ ସଦା ଉନ୍ମୁକ୍ତ କରି ରଖିଛନ୍ତି। ସେଥିପାଇଁ ସବୁବେଳେ କୁହାଯାଏ ଆମେ ମାଙ୍କୁ ସବୁ କିଛି କହିପାରିବା, ଏଭ୍ରିଥିଙ୍ଗ। ମା ଚାହୁଁଛନ୍ତି ଯୋଉ ଦିବ୍ୟ କର୍ମଟିକୁ ସମ୍ପନ୍ନ କରିବା ପାଇଁ ସେ ପୃଥିବୀକୁ ଆସିଛନ୍ତି, ଯୋଉ ଦିବ୍ୟ କର୍ମଟି ତାଙ୍କ ବିରାଟ ଆବିର୍ଭାବର କାରଣ, ତାଙ୍କ ଅବତାରତ୍ୱର କାରଣ, ଆମେ ତାଙ୍କରି ସନ୍ତାନ ଭାବରେ ସେଇ ଦିବ୍ୟ କ୍ରିୟା, ଦିବ୍ୟ ବିଧାନ ଆଉ ତାଙ୍କ ପରିଚାଳନା ପ୍ରତି ଟିକିଏ ପ୍ରତ୍ୟୁତ୍ତର ଦଉ, ରେସ୍ପଣ୍ଡ କରୁ, ଯାହାକୁ କୁହାଯାଏ। ମା ତ ରାନ୍ଧିଦେବେ, ଖାଇବ କିଏ? ଖାଇବା ପୁଅ ଯଦି ବିଦେଶ ଯାଇଛି, ଖାଇବା ପୁଅ ଯଦି ଶୋଇପଡିଛି, ଖାଇବା ପୁଅ ଯଦି ରୋଗଗ୍ରସ୍ତ, ମାଙ୍କର ସେ ବରଦା ହସ୍ତ କଣ କରିପାରିବ? She wished to make all one immense embrace. ସେ ଚାହୁଁଛନ୍ତି, ସେ କଣ ଚାହୁଁଛନ୍ତି? ଦିବ୍ୟ ପରମ ଏକତ୍ୱ। ସେ ଚାହୁଁଛନ୍ତି ଗୋଟେ ଇମେନ୍ସ ଏମ୍ବ୍ରାସ୍ ଆମକୁ ଦେବେ, ବିଶାଳ ଆଲିଙ୍ଗନ। କେମିତି ବିଶାଳ ଆଲିଙ୍ଗନ ଦେବେ? ନା ସେ ମେକ୍ ଅଲ୍ ୱାନ୍, ଆମ ସମସ୍ତଙ୍କୁ ଏକ କରିବାକୁ ଚାହୁଁଛନ୍ତି। ଆମେ ମଣିଷ ମଣିଷ ହେଇକି ଭାଗ ହେଇଯାଇଛୁ ମନରେ, ସେ ଆଫ୍ରିକାନ, ଏସିଆନ, ସିଏ
white, a black, a woman, a man, a child, a world, a Brahmin, a non-Brahmin, a Muslim, a Isai. ତେଣୁ ସେ ଚାହୁଁଛନ୍ତି, ସେ wished to make all one immense embrace. ସମସ୍ତଙ୍କୁ ଏକ କରିବାକୁ ଚାହୁଁଛନ୍ତି ଆଉ ତାଙ୍କ ନିଜ ବିଶାଳ ଆଲିଙ୍ଗନ ଭିତରେ ନେଇଯିବାକୁ ଚାହୁଁଛନ୍ତି। ହେଲେ ଆମେ ମାଙ୍କ ଆଲିଙ୍ଗନକୁ ଅପେକ୍ଷା କରିଛୁ ତ? ମା ତ କୋଳ ସଜେଇକି ବସିଛନ୍ତି, ପୁଅକୁ ବସେଇବେ, ଗେଲ କରିଦେବେ। ହେଲେ ପୁଅ ମାନେ, that she might house in it all living things. ଯେତେ ସବୁ ଜୀବନ୍ତ ବସ୍ତୁ ଅଛି ନା, ଜୀବନ୍ତ ଜୀବ ଅଛନ୍ତି, ସମସ୍ତଙ୍କୁ ସେ ତାରି ଭିତରେ ଆଶ୍ରୟ ଦେବାକୁ ଚାହୁଁଛନ୍ତି। ମା ତାହା ହିଁ ଚାହୁଁଛନ୍ତି। ଛୋଟବେଳେ ସେ ସେଇ ସ୍ୱପ୍ନ ଦେଖିଥିଲେ ଯେ ସେ ଉର୍ଦ୍ଧ୍ୱକୁ ଚାଲି ଯାଉଛନ୍ତି, ଆକାଶ ମାର୍ଗକୁ, ତାଙ୍କ ଦେହର ଗାଉନଟି ସମଗ୍ର ପୃଥିବୀକୁ ଆଶ୍ରୟ ଦଉଛି ଆଉ ସବୁ ମଣିଷ ମାନେ ସେଇ ଗାଉନ ତଳେ ଆଶ୍ରୟ ନେଉଛନ୍ତି। ସେ ଦୃଶ୍ୟ ଥରେ ଘଟିଥିଲା ଯେତେବେଳେ ଶ୍ରୀକୃଷ୍ଣ ଗୋଟିଏ ଆଙ୍ଗୁଳିରେ ଗୋବର୍ଦ୍ଧନ ପର୍ବତକୁ ଟେକି ଧରିଥିଲେ ଆଉ ସମସ୍ତ ଗୋପବାସୀ ବିକଳରେ ସେଇ ପାହାଡ ତଳେ ଛିଡା ହେଇଥିଲେ ଇନ୍ଦ୍ରଙ୍କର ପ୍ରକୋପରୁ ରକ୍ଷା ପାଇବା ପାଇଁ। ସିଏ ତ ଗୋଟିଏ ଅଞ୍ଚଳ ଥିଲା, ଗୋଟେ ଛୋଟ ରାଜ୍ୟ ଥିଲା, କିନ୍ତୁ ଇଏ ତ ସମଗ୍ର ପୃଥିବୀକୁ, ସମଗ୍ର ଜୀବ ଜଗତକୁ, ସବୁ ମଣିଷ ମାନଙ୍କୁ ସେଇ ଆଶ୍ରୟ ଦେବାକୁ ଚାହୁଁଛନ୍ତି। ଆଉ ସେ ମଣିଷକୁ ଗୋଟେ ସ୍ପ୍ଲେଣ୍ଡିଡ ପଏଣ୍ଟକୁ ଉଠେଇ ନେବାକୁ ଚାହୁଁଛନ୍ତି, ଏପରି ଗୋଟେ ବିନ୍ଦୁକୁ ଯୋଉ ବିନ୍ଦୁରେ ସେ ଆଲୋକ ଦେଖିପାରିବ। raised into a splendid point of seeing light. ତାହେଲେ ଆପଣ କହିବେ, ଭାଇ ଆମେ କଣ ଆଲୋକ ଦେଖୁନୁ? ମୁଁ ଜାଣି ନାହିଁ। ଆପଣ ଯଦି ଆଲୋକ ଦେଖୁଥାନ୍ତେ ତାହେଲେ ମାଙ୍କର ଅବତାରତ୍ୱର ଏଇ ଯୋଉ କଥାଟି ଆମକୁ ବୁଝେଇବାକୁ ପଡନ୍ତା ନାହିଁ, କିମ୍ବା ଏଇ ଜଗତରେ ଏତେ ପୀଡା ନଥାନ୍ତା, ଏତେ ଯନ୍ତ୍ରଣା ନଥାନ୍ତା। ଯେତେବେଳେ ସେ କହୁଛନ୍ତି raised into a splendid point of seeing light, କୋଉଠୁ ମଣିଷ ବାହାରିବ? ସେଇ ଅବତାରତ୍ୱର କାମ କଣ? ଗୋଟେ କଂସ କି ଗୋଟେ ରାବଣକୁ ମାରିଦେବା ଭଳି କାମ କି? ନାହିଁ, ଏ କାମ ବହୁତ ଅଲଗା। ସେ କାମ ହେଲା, ମଣିଷ ରହିଛି ଗୋଟେ ଡିଭିଜନ ଲେଫ୍ଟ ଭିତରେ, ସେ ପୁଣି କାହାର ନା ଡେନ୍ସ ଇନକନସିଏଣ୍ଟ ର, ଗଭୀର ଅଚେତନ ବା ନିଶ୍ଚେତନାର ଗୋଟେ କ୍ଲେଫ୍ଟ ଭିତରେ, ଫାଟ ଭିତରେ ମଣିଷ ରହିଛି। ସେ ସେଇମାନଙ୍କୁ କଣ କରିବେ? ସେ ବିଭାଜନକାରୀ ମଣିଷ, ଏଇଟା ଭଲ ନୁହେଁ, ସିଏ ଖରାପ, ସିଏ ଓଡିଶା ଘର ଭଲ ନୁହନ୍ତି, ଅମୁକ ଜାତିଟା ଭଲ ନୁହେଁ, ଅମୁକ ଧର୍ମଟି ଭଲ ନୁହେଁ, ଅମୁକ ଦେଶର ଲୋକମାନେ ଭଲ ନୁହନ୍ତି, ଅମୁକ ଜିଲ୍ଲାର ଲୋକମାନେ ଭଲ ନୁହନ୍ତି, ଏଇଭଳିଆ ଗୀତ ଗାଉଥିବା ମଣିଷକୁ ସେମାନେ ବିଭାଜନକାରୀ ଗାଢ ଅଚେତନାର କ୍ଲେଫ୍ଟ ଭିତରେ ପଶିକି ରହିଛନ୍ତି। ତାଙ୍କୁ ମା ବାହାର କରିବେ। ସେ ଚାହିଁଛନ୍ତି ନା ଏକ କରିଦେବାକୁ ବିଶାଳ ଆଲିଙ୍ଗନରେ। ଗୋଟେ ମା, ଗୋଟିଏ ସୂର୍ଯ୍ୟ, ଗୋଟିଏ ପୃଥିବୀ, ଗୋଟିଏ ଜଳବାୟୁ, ଗୋଟିଏ ବାୟୁମଣ୍ଡଳ, ଗୋଟିଏ ଚନ୍ଦ୍ର, ଗୋଟିଏ ଆତ୍ମା, ଗୋଟିଏ ମନ, ଗୋଟିଏ ପ୍ରାଣ, ଗୋଟିଏ ଶରୀର, ସମସ୍ତେ ଏକାତ୍ମ।
ଆଉ ଯେହେତୁ ଏମାନେ ସବୁ ଡିଭିଜନ ଭିତରେ ରହିଛନ୍ତି, ମା କିନ୍ତୁ ଚାହିଁଛନ୍ତି ଯେ ଅବତାରରେ ଆସିଥିଲେ କଣ କରିବାକୁ ନା and make them one with God, ସେମାନଙ୍କୁ ସବୁ ଭଗବାନଙ୍କ ସହିତ ଏକ କରିଦେବାକୁ ଆସିଛନ୍ତି, ସେମାନଙ୍କୁ ଜଗତ ସହିତ ଏକ କରିଦେବାକୁ ଆସିଛନ୍ତି, ଆଉ ତାଙ୍କ ସହିତ ଏକ କରିଦେବାକୁ ଆସିଛନ୍ତି। ସେମାନେ ସମସ୍ତେ ମାଙ୍କର ହେଇଯାଆନ୍ତୁ, ସମସ୍ତେ ବିଶ୍ୱର ହେଇଯାଆନ୍ତୁ, ସମସ୍ତେ ଭଗବାନଙ୍କର ହେଇଯାଆନ୍ତୁ। ମା ଯେତେବେଳେ ପ୍ରାର୍ଥନା କରିଛନ୍ତି, ସେ ପ୍ରାର୍ଥନା ଗୁଡିକ ପଢିଲେ ଆପଣ ଦେଖିବେ କଣ ଲେଖିଛନ୍ତି ସବୁ। ମା ଲେଖୁଛନ୍ତି, ହେ ପରମ ପ୍ରଭୁ, ଏଇ ଯୋଉ ମୁଁ ତୁମକୁ ପ୍ରାର୍ଥନା କରୁଛି, ତାହା ଅସଂଖ୍ୟ ସତ୍ତା ମାନଙ୍କ ମଧ୍ୟରେ ହଜି ଯାଇଥିବା ଏକ କ୍ଷୁଦ୍ର ବ୍ୟକ୍ତି ସତ୍ତା ନୁହେଁ, ତାହା ହେଉଛି ସମଗ୍ର ପୃଥିବୀ, ଯିଏ ପୂର୍ଣ୍ଣ ଆଗ୍ରହ ସହକାରେ ତୁମ ଅଭିମୁଖେ ଆସ୍ପୃହା କରି ଚାଲିଛି। ତେଣୁ ସେଟା ମାଙ୍କର ଏକମାତ୍ର ପ୍ରାର୍ଥନା ନଥିଲା, ତାଙ୍କ ବ୍ୟକ୍ତି ସତ୍ତାର ପ୍ରାର୍ଥନା ନଥିଲା, ସେଇଟା ପୃଥିବୀର ସମସ୍ତଙ୍କ ପ୍ରାର୍ଥନାକୁ ସେ ନିବେଦନ କରିଛନ୍ତି। ମାଟି ଆଉ କଣ କରିପାରନ୍ତି, ତାର ସବୁ ଶିଶୁ ମାନଙ୍କର, ତାର ସକଳ ସନ୍ତାନ ମାନଙ୍କର, ଆଚାଣ୍ଡଳ ବ୍ରାହ୍ମଣ, ସାରା ସଂସାରର ସବୁ ଜୀବସତ୍ତାର ଆସ୍ପୃହାଟିକୁ ସେ ଭଗବାନଙ୍କ ଆଗରେ ରଖିଛନ୍ତି। ଆମେ ଦେଖିବା, ମା ନିଜେ କହୁଛନ୍ତି, ସେଇ ଦିବ୍ୟ ପରମ ସତ୍ତାଙ୍କ ଆଡକୁ ଆରୋହଣ ସକାଶେ ତୁମମାନଙ୍କୁ କେବଳ ସାହାଯ୍ୟ କରିବା ପାଇଁ ମୁଁ ଏଠାରେ ଅଛି। ଆମେ ସେଇ ସାହାଯ୍ୟ ନଉଛେ ତ? ଦିବ୍ୟ ପରମ ସତ୍ତାଙ୍କ ଆଡକୁ ଆରୋହଣ ସକାଶେ ତୁମମାନଙ୍କୁ କେବଳ କେବଳ ସାହାଯ୍ୟ କରିବାକୁ ମୁଁ ଏଠାରେ ଅଛି। ସେଇ କାର୍ଯ୍ୟଟିକୁ ସହଜ କରିବା ଲାଗି ମୁଁ ଏଠାରେ ଅଛି। ପୁଣି ଯୋଉ କହୁଛନ୍ତି ସେଇଟା ଆପଣ ନିଜେ ଚମକି ପଡିବେ। ମା କହିଲେ, ସେଇ ପରମ ସତ୍ତାଙ୍କୁ, ମାନେ ସଚିଦାନନ୍ଦଙ୍କୁ, ଭଗବାନଙ୍କୁ ଏଇ ନିମ୍ନ ଭୂମିକୁ ଓହ୍ଲାଇ ଆଣିବାକୁ ଏବଂ ମଣିଷଙ୍କୁ ତାଙ୍କ ସହିତ ଭେଟ କରାଇଦେବା ଲାଗି ଊର୍ଦ୍ଧ୍ୱ ଭୂମିକୁ ଉଠାଇ ନେବାର ଚାବିକାଠିଟି ମୋ ପାଖରେ ଅଛି। ତାମାନେ ମଣିଷ ଉର୍ଦ୍ଧାୟିତ ହବ, ଭଗବାନ ବି ପାଦେ ଆସିବେ। କୋଉ ଊର୍ଦ୍ଧ୍ୱରେ, କୋଉ ଅପହଞ୍ଚ ଜ୍ଞାନ ରାଜ୍ୟରେ ସେ ଅଛନ୍ତି, ଆଉ ଆମେ ରହିଛୁ ଅନ୍ଧକାର ଅଜ୍ଞାନର ରାଜ୍ୟରେ। ତେଣୁ ଭେଟ ତ ହଉନି ନା। ଅନ୍ଧାର ରାଜ୍ୟରୁ ଆଲୋକର ରାଜ୍ୟ କେତେ ଦୂର ମୁଁ କହିପାରିବି ନାହିଁ। କେତେ ବାଟ ରାମକୃଷ୍ଣ ମିଶନରୁ ଏମାର ମଠକୁ, ଗୁରୁପ୍ରସାଦ ମହାନ୍ତିଙ୍କର ଗୋଟେ କବିତା। କେତେ ବାଟ ରାମକୃଷ୍ଣ ମିଶନରୁ ଏମାର ମଠକୁ, ଏମାର ମଠ ବି ସେ ରାମକୃଷ୍ଣଙ୍କର। ଉଲ୍ଟା ହେଇଯାଇଛି, ଖାଲି ଏମାର ରାମକୃଷ୍ଣ ସେଠି ହେଇଯାଇଛି। ତେଣୁ ମଣିଷଟି ଊର୍ଦ୍ଧ୍ୱଭୂମିକୁ ଉଠିବାକୁ ଯଦି ରାଜି ହେଇଯିବ, ତାହେଲେ ମା କହୁଛନ୍ତି ମୁଁ ଭଗବାନଙ୍କ ସହିତ ତମକୁ ଭେଟ କରିବି। ମୁଁ ତାର ସଂଯୋଗ ଭଳି ଊର୍ଦ୍ଧ୍ୱରୁ ବାର୍ତ୍ତା ଗ୍ରହଣ କରେ
ताको निम्न भूमि को प्रेरण करे से भगवान को राज्य जो वार्ताटी को आनती सेटा मनुष्य को देइछंती कोन पई एथि पई देछि जे मनुष्य जेमति ता ग्रहण कर परिबो मो ए उभय जगतर संयोगकारी से जो गोल्डन ब्रिज कथा कहिछन्ती ना प्रभु से स्वर्णमय सेतु जहा मरणशीलता को अमरत्व सहित जोड़ी दे निश्चेतना को परम चेतना सहित जोड़ी दे क्षुद्र दुर्बल मनुष्य को सर्वोच्च भगवान को सहित जी जोड़ी दे पारंती अज्ञानता को अंधकार को जे आलोक सहित महान ज्ञान सहित जोड़ी दे पारंती विषाद को जे आनंद सहित जोड़ी दे पारंती आउ ए मरणशील मनुष्य को जी जोड़ी दे पारंती अमरत्व सहित जी ए पृथ्वी को दुर्भाग्य भोगुथिबा पृथ्वी को स्वर्ग सहित जोड़ी दे पारंती से होचंती मां एटा मांकर अवतारतर उद्देश्य पुणी से कहउचंती आ मो व्यतीत या संभव नहीं पिलानु से बुझौचंती बुझिलो किंतु एठी आउ गोटे कथा भी से उल्लेख करछंती मो कार्य तांको ठारू अलग नहीं तांको माने के परम प्रभु महाशक्ति परमंक सहित मु एक होई रहिछि I am the Shakti of Sri Aurobindo alone. मो श्री अरविंदंकर एक शक्ति केवल एक शक्ति and the mother of all my children the mother of all my children समस्त मनुष्य मानकर मो सबु पिला मानकर मो मा my children are equally part of my consciousness मोर सबु पिला माने समान भावरे मो चेतना और सत्तार अंश part of my consciousness and my being ताले मो जानि नाही आमे आउ संदेह करछु कि जे से सर्वं सह धरित्री नुहंती से जगन माता नुहंती से सारा संसार रा स्पृहा नुहंती से विश्व प्राणर आधार नुहंती प्रभु लेखुचंती तांको महाकाव्य सावित्री तो तांकरी परिचय मांकर परिचय मां होचंती प्रोटोटाइप से होचंती महानायिका से महानायिका संपर्क रे लिखुचंती अगेन द माइटी अर्निंग रेज इट्स फ्लेम माइटी अर्निंग माइटी माने शक्तिशाली एक आकुति आकुलता तार शिखा टेकी उठिला शक्तिशाली एक आकुति तार शिखा टेकी प्रज्वलित हला that asks a perfect life on earth for man से आकुति कौन पे से कौन आस्क करिछि कौन मागिछि से मागुछि
ए परफेक्ट लाइफ ऑन अर्थ फॉर मैन मनुष्य पई एक परिपूर्ण जीवन जदि मनुष्य पई परिपूर्ण जीवनटे मगा जाइछि आमे सतरे परिपूर्ण जीवनटे मागिले को शर्तरे को भावरे को उपाय रे ताकू उपलब्ध करिवा से केवल गोटे माइटी अर्निंग नुहे सेठी रहिछि गोटे प्रेयर सेठी प्रार्थना रहिछि कौन से प्रार्थना टी रहिछि फॉर सर्टेनिटी प्रेज फॉर सर्टेनिटी निश्चयता पई प्रार्थना आम जीवन रे केते अनिश्चयता आम जीवन अनिश्चयता गुडी कर हिसाब केबे करिसंती आज अछंती काली रहिबा कि नै निश्वास को विश्वास नै बढ़ा भात को भरोसा नै आयुष्य नै खाली एठी नुहे सबुठारु सौभाग्य रे थिबा मनुष्यटीर दुर्भाग्य को जीवा को 2 मिनिट लागिवो ता जहाज बुड़ी जीवो कोठी महासमुद्र भितर ता भाग्यर जहाज आमे सेति पई प्रार्थना करूछु प्रेज फॉर सर्टेनिटी इन द अनसर्टेन माइंड अनिश्चित मन सकाशे आमे एक निश्चिततार प्रार्थना करूछु आउ कोन प्रार्थना करूछु प्रार्थना तो मनुष्य शिखि नाही बोली प्रभु के कथा सब लेखिया पड़िछि एंड शैडोलेस ब्लिस फॉर सफरिंग ह्यूमन हार्ट्स जो जंत्रणा सिक्त मनुष्य अछि ए जंत्रणा सिक्त मनुष्यर आर्त मनुष्यर पई गोटे छायाहीन आनंद मागिछन्ति जो छाई न पडुथवा आनंद से आनंद रे धूली मिली ना मेघ उठी आसुनथो से आकाश से आनंद आकाश से एक पवित्र स्निग्ध विशुद्ध आनंद मागिछन्ति आउ आम पाखरे आनंद अछि टिके टिके भल खाई देले टिके आनंद मिल जाउछि टिके बढ़िया बाथरूम रे गाधे पड़े टिके आनंद मिल जाउछि टिके एसी रे रहि गेले टिके आनंद मिलुछि रे भल गाड़ी रे जाय वासिया करले टिके टिके आनंद मिलुछि किंतु से आनंदटा सब विपदपूर्ण जेतले चाहे तळे पळे आपण जनक से तो बंधु बांधिचंती से बहुत आनंद दोछि दिने से आपण को कामुडी गड़ियो ये तो मनुष्य ना से गोटे अनसर्टन माइंड पाई गोटे सर्टेनिटी प्रे करिवा निश्चितताटे प्रार्थना करिवा गोटे सफरिंग ह्यूमन हार्ट पाई जंत्रणा रे दग्ध होई पड़िथिबा एक हृदय पाई एक छायाहीन आनंद मागिबा एंड ट्रूथ एम्बॉडीड इन एन इग्नोरेंट वर्ल्ड ए अज्ञानी जगत रे गोटे मूर्तिमंत सत्य को मागिबा आउ कोन एंड गॉड हेड डिविनाइजिंग मोर्टल फॉर्म्स हमें देवत्व मागिबा काहाकू ना मोर्टल फॉर्म से मनुष्यर रूप रे जे रही कि रोग व्याधि भोगुची वार्धक्य भोगुची मृत्यु भोगुची ताकू डिविनाइज करिवा गॉड हेड मागिबा देवत्व मागिबा आपण ध्यान प्रार्थना रो मे 25 1914 लेखाटी को पढ़िबे से निजे मा कहउचंती the eye which speaks to thee is the entire earth बस आपण प्रार्थना टी को बुझंतु मु तुम सहित कथा होथिबा
जे which speaks जे तुमको कहूची आई मु से मु होची is the entire earth मु होची समग्र पृथ्वी समग्र धरित्री आमे सब शुणिथिले जेतबेले पृथ्वी वेदनार्थ हुए असुर शक्तिर बहुत बड़ प्राबल्य देखा दिए माँ धरित्री जाइकी प्रार्थना करती भगवान को जे ये पृथ्वी को उद्धार करो ये धरित्री को उद्धार करो से पृथ्वी को तारण करती ये से तारिणी जे कहउछंती मु बोली जे कहूची से होची मु मु नुहे से समग्र पृथ्वी से कौन मागुची से कौन कहूची aspiring to be the pure diamond गोटे शुद्ध हीरक हवा पाई आस्पृहा करुची मो कथा कहक आसीनी मो पिला मान कथा कहक आसी मो पाखरे किसी असुविधा नहीं असुविधा रही मो पिला मानकर तार कारण कौन माय चिल्ड्रेन आर ऑल इक्वली पार्ट ऑफ माय कॉन्शियस एंड माय बीइंग तार कारण होची आई एम द मदर ऑफ ऑल माय चिल्ड्रेन ए पृथ्वी हो चाहूची ए परफेक्ट रिफ्लेक्टर ऑफ दाई सुप्रीम लाइट तम परम ज्योतिर एक त्रुटिहीन प्रतिफलन हवा को आम चाहूँ मनुष्य देहरे जिते देवत्व आसीबो मनुष्य देह दिव्य ज्ञान तो भगवान तो दिशिबो ना मनुष्य तो दिशिबनी कि पशु तो दिशिबनी पशु तो बहुत दिन दिशिला मनुष्यत्व भी बहुत दिन दिशिला किंतु जहाँ बाकी रही जाइछि ता होछि से देवत्व दिशि ना से देवत्व को से आमे पढ़ुतले जे श्रीरविंद्र जभड़ी कहते मैग्नेट ऑफ आवर डिफिकल्ट एसेंट माँ होचंती ज्ञान रूपी महेश्वरी बलबीर्य देवी महादेवी महाकाली सुषमा संगतिर महादेवी महालक्ष्मी पूर्णतार विज्ञानर दर्शनर कलार महादेवी महासरस्वती आमे आवाहन करुछु आउ जने करुणा प्रदान करुछंती एई आवाहन करुणा मझिरे जे संयोगकारी सेतु जे स्वर्णमय सेतु से होचंती मां मांकर अवतारत्व सीठी सेई प्रार्थना रे मे मासर 25 तारिख 1914 प्रार्थना रे कहउचंती I want these small beings to be transformed completely in order to become divine beings. ये जो कुनी कुनी छुआ माने को मोर सत्ता मोर चेतना करे मु घेरी रखिछि ये स्मॉल बीइंग से ह्यूमन बीइंग से स्मॉल बीइंग से मन सब किछि जानथि किछि बोले किछि जानथि बड़ बड़ कोठा बाड़ी बड़ बड़ शहर तैयारी कर दे भाउचंदी आमी सब पाइरो आसो देखियो माँ से मानु कहि स्मॉल बीइंग्स मोर ये छोट छुआ माने ये छोट छोट सत्ता माने माँ सब माँ आखिरे समस्ते छोट सब आपण को माँ जदि बचिथिबे आपण बुझी पारे आपण को बयस 80 हेतो जदि 100 वर्षर माँ आपण कर थियो ना से को तो आपण को नि जोट से जरे सुइतन सत माँ कहते ये छोट पिला मानक मु चाहूची टू बी ट्रांसफॉर्म्ड कंप्लीटली संपूर्ण भाव में एमाने रूपांतरित हो जातु कौन पाई ना इन ऑर्डर टू बिकम डिवाइन बीइंग्स ये जो एनिमल बीइंग ही कि रहिसंती ना से माने मनुष्यर
देवता सत्तारे परिणत हो जातु देवता देवत्व लाभ करंतु आई वांट परफेक्शन फॉर एवरीवन मु समस्त पूर्णता चाहूची तापरे माँ कहते ए फ्रेंड ये प्रभुंकर बाणी प्रभुंकर सही कविता प्रभुंकर से काव्य आवेदन शब्द आवेदन ए फ्रेंड एंड येट टू ग्रेट होली टू नो माँ एपरी सहयात्री एपरी सहचरी एपरी बांधवी एपरी सखीटीए जे तांको संपर्क रे येट टू ग्रेट होली टू नो तांको जे जानी जीवा ना सेटा बहुत बड़ होई जो तांको जदी जानी जीवा सेटा बहुत बड़ होई जीवो पूर्ण रूपे जानिबा पई मां को आम जीवन आम साधना अभिप्रेत सी वर्कड इन दैट फ्रंट टुवर्ड्स ए ग्रेटर लाइट हमरी आगरे से चालू छंती सी वर्कड इन देयर फ्रंट कोडी जाउ छंती ना टुवर्ड्स ए ग्रेटर लाइट गोटे परम बृहत्तर ज्योति आडक से जाउ छंती काई जाउ छंती मां गले छुआ माने जिबे मां पिला माने को सिखांती से तांको पई दृष्टांत तांकर शिक्षयित्री प्रथम शिक्षयित्री they are a leader and queen over their hearts and souls आम हृदय सबुर आम आत्मा सबुर से होचंती नेत्री आ से होचंती आम रानी से साधारण मां नुंती से रानी मां हमर one close to their bosoms आम हृदय से खूब निकटतर एट डिवाइनर तथापि दिव्य से भगवान है कि भी से भगवती है कि भी से दिव्य है कि भी हमर निकटतर से सम्राज्ञी किंतु हमर निकटतर से नेत्री हम आत्मार तथापि से हमर निकटतर पुणी अन्य दृष्टि चिंता कले वन क्लोज टू देयर बॉसम्स एट डिवाइन एंड फार व्यक्ति सत्तारे आमे सिना तांको पाई गले हम भाग्य थिला जो माने देखिले देखिले आमे जदि गत शताब्दी रे थिबा मां को जे देखिथिबा होय तो से आखिटा माटी रे मिसै छि किंतु से चेतना तो रही छि admiring and amazed they saw her stride जेतले से चालंती ना पदक्षेप पदपात करंती सेते बेले आमे तांको किते प्रशंसार आखिरे देखु केते विस्मयर आखिरे देखु जे देखिछि से जानि जे देखिछि से जानि attempting with a god like Ross and Leaf गोटे देवतुल्य गति गोटे देवतुल्य लंप साहाय्य से मानविक स्तर को हाइट्स फॉर देयर ह्यूमन स्टेच्यूर टू रिमोट मनीष पक्ष जोटा दूरतर रिमोट ही रही
ସେଇଠିକି ସେ ଲମ୍ପ ପ୍ରଦାନ କରିକି ଚାଲୁଥିଲେ। ସେ ରାଣୀ, ସେ ନେତ୍ରୀ ସେମିତି ସେ ଚାଲନ୍ତି। ସାମାନ୍ୟ ନୁହେଁ, ଆମ ହୃଦୟର ସମ୍ରାଜ୍ଞୀ, ଆମ ଆତ୍ମାର ସାମଗ୍ରୀ। ସେ ତାଙ୍କ ପଦରେ ଏଇ ଛୋଟ ଛୋଟ ଛୁଆ ମାନଙ୍କୁ ସାଙ୍ଗରେ ଧରିକି ଯାଆନ୍ତି। କୋଉଠିକି ନା ସେ ଗ୍ରେଟର ଲାଇଟ୍, ବୃହତ୍ତର ଜ୍ୟୋତି ଆଡକୁ। ମାଙ୍କ ଅବତାର ଥର ଏଇ ମହାନତାକୁ ବୁଝିବା ବେଳେ ପ୍ରଭୁ ଆମକୁ ସାବଧାନ କରିଦେଇଛନ୍ତି। ତୁମର କ୍ଷୁଦ୍ର ପାର୍ଥିବ ମନରେ ଭାଗବତୀ ଜନନୀଙ୍କୁ ବୁଝିବାକୁ, ବିଚାର କରିବାକୁ ଚେଷ୍ଟା କର ନାହିଁ। ମନୁଷ୍ୟର ଅର୍ଦ୍ଧାଲୋକିତ ଅନ୍ଧକାରର କାରାଗାରରେ ଆବଦ୍ଧ ଯେଉଁ ମନ, ତା ପକ୍ଷରେ ଭାଗବତୀ ଶକ୍ତିଙ୍କର ଅବାଧ ବହୁମୁଖୀ ଗତି ଅନୁସରଣ କରିବା ସମ୍ଭବ ନୁହେଁ। ମା କହୁଛନ୍ତି, ହେ ମୋର ଶିଶୁ, ତୁମେ ମନ ଦ୍ୱାରା ଏହା ବୁଝିପାରିବ ନାହିଁ। ମନ ପକ୍ଷରେ ଏହା ବୁଝିବା ଅସମ୍ଭବ। ଏହା ତାହାର ପରିସର ବହିର୍ଭୂତ। ମନ ବୁଝିପାରିବ ନାହିଁ। ଜଣେ ମନ ଦ୍ୱାରା କେବେ ଜାଣିପାରିବ ନାହିଁ। ବ୍ୟସ୍ତ ହୁଅ ନାହିଁ, ସମ୍ପୂର୍ଣ୍ଣ ଭାବରେ ଶାନ୍ତ ହୋଇଯାଅ। ସମସ୍ତ ଚିନ୍ତା ଓ ଯନ୍ତ୍ରଣାରୁ ମନକୁ ପରିଷ୍କାର କରିନିଅ। ସମସ୍ତ ମନ୍ତ୍ରଣାରୁ ନିଜେ ମୁକ୍ତ ହେଇଯାଅ। ତୁମେ ଜାଣ, ଜଣେ ଯେତେବେଳେ ଏହି ଆନ୍ତର ସଂସ୍ପର୍ଶ ଲାଭ କରେ, ସେତେବେଳେ ସେ ସବୁ କିଛି କରିପାରେ ଏବଂ ପରମ ପ୍ରଭୁଙ୍କ ସକାଶେ ଯାହାର କିଛି ଗୁରୁତ୍ୱ ନଥାଏ, ଏହା ମଧ୍ୟ ମନ ବୁଝିପାରିବ ନାହିଁ। ସେଥିପାଇଁ ଅତିମାନସ ଶକ୍ତିକୁ ସେ ନିଜେ ଆଣିଛନ୍ତି। କାଳେ ଆମେ ସେ ଅତିମାନସ ଶକ୍ତିକୁ ଆମନ୍ତ୍ରଣ କରି ଆଣିବା, ତାକୁ ଧରିବା, ତାକୁ ଅନୁସରଣ କରିବା ଏବଂ ସେଇ ସତ୍ୟ ଚେତନାରେ, ବିଜ୍ଞାନମୟ ଚେତନାରେ, ସେଇ ଦୃଷ୍ଟିରେ ଆମେ କରୁଣାମୟୀ ମାଙ୍କୁ ଜାଣିପାରିବା। ସମସ୍ତଙ୍କୁ ଅନେକ ଅନେକ शुभेच्छा आज विशेष दिवस रे। वंदे मातरम।